ମୁଁ ମୂଳରୁ ଭାରତୀୟ ଜନତା ପାର୍ଟିର ସମର୍ଥକ ଥିଲି। 2022 ମସିହାର କ୍ଷେତ୍ରପାଳ ପଞ୍ଚାୟତର ସମିତି ସଭ୍ୟା ନିର୍ବାଚନ ହେଲି। ମାନ୍ୟ ବିଧାୟକ ସାହାଯ୍ୟ ସହଯୋଗ ପାଇଁ ଆଗାମୀ ଦିନରେ ଧର୍ମଶାଳା ପଞ୍ଚାୟତ ସମିତିର ବିକାଶରେ କାର୍ଯ୍ୟକ୍ରମ କରିବି। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏକ ବିରାଟ ରାଜନୈତିକ ପଟ୍ଟ ପରିବର୍ତ୍ତନ ଘଟିଛି। ବ୍ଲକ ଅଧ୍ୟକ୍ଷ ପଦକୁ ବିଜେପି ଦଖଲ କରିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଗୋଟିଏ ଦିନରେ ସମିତି ଅଧ୍ୟକ୍ଷ ପାଇଁ ନାମାଙ୍କନ ପତ୍ର ଭରିବା, ପ୍ରତ୍ୟାହାର କରିବା ତଥା ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିଲା। ଧର୍ମଶାଳା ବ୍ଲକ 45 ଗୋଟି ପଞ୍ଚାୟତ ସମିତି ରହିଥିବା ସ୍ଥଳେ 36 ଜଣ ସମିତି ସଭ୍ୟ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କ୍ଷେତ୍ରଫଳ ପଞ୍ଚାୟତର ସମିତି ସଭ୍ୟା ସୁଚିସ୍ମିତା ଦାସ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କ ବିପକ୍ଷରେ କୌଣସି ପ୍ରାର୍ଥୀ ନଥିବାରୁ ସର୍ବସମ୍ମତି କ୍ରମେ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷଣା କରାଯାଇଥିଲା। ନିର୍ବାଚନ ଆୟୋଗ ଆଜି ଦିନଟିକୁ ନାମାଙ୍କନ ଭରିବା ସହିତ ତାର ଯାଞ୍ଚ, ପ୍ରତ୍ୟାହାର ତଥା ନିର୍ବାଚନ ଫଳାଫଳ ଘୋଷଣା ଆଉ ସବୁତକ ଇଭେଣ୍ଟ ଆଜି ଗୋଟିଏ ଦିନରେ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ତା ଭିତରେ ଆମେ ଜଣୀୟ ପ୍ରାର୍ଥୀ ମାତ୍ର ନାମାଙ୍କନ ଭରିଥିଲେ। ତେଣୁ ସୁତରାଂ 12ଟା ପରେ ପ୍ରତ୍ୟାହାରର ସମୟ ଯେମିତି ସରିଲା, ଆମେ ସବୁ ଏଠି ପ୍ରାୟ 36 ଜଣ ସମିତି ସଭ୍ୟ ଉପସ୍ଥିତ ଥିଲେ। ତାଙ୍କର ସହମତିରେ ସେମାନେ ଯେଉଁ ସୁଚିସ୍ମିତା ଦାସ କ୍ଷେତ୍ରପାଳ ଜିପିର ସମିତି ସଭ୍ୟ ତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚନ କରିଛନ୍ତି। ଧନ୍ୟବାଦ। ପ୍ରକାଶ ଥାଉ କି 2022 ମସିହା ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡି ପକ୍ଷରୁ କୁମାରୀ ପଞ୍ଚାୟତ ସମିତି ସଭ୍ୟ ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଭାଇ ପ୍ରଭାତ ବଳବନ୍ତ ରାୟ ଅଧ୍ୟକ୍ଷ ପଦ ଲାଭ କରିଥିଲେ। 2024 ମସିହା ବିଜେଡି କ୍ଷମତାରୁ ହଟିବା ପରେ 38 ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଅନାସ୍ଥା ଭୋଟ ହେବା ପୂର୍ବରୁ ପ୍ରଭାତ ବଳବନ୍ତ ରାୟ ଅଗଷ୍ଟ 20 ତାରିଖ ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ। ଠିକ୍ ଏହାର 3 ମାସ ପରେ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।